ରେ ଯୋଉମାନେ ଛୋଟ ଚରିତ୍ର ଆଉ ସେମାନଙ୍କର ବଡ କାର୍ଯ୍ୟ କଣ ଆଉ ସେଇ ହିସାବରେ ଆମେ ଆଗେଇବା। ମୁଁ ପ୍ରାୟ ଯଥେଷ୍ଟ ପ୍ରଶ୍ନ ଉତ୍ତର ତିଆରି କରିଛି, ତଥାପି ଯଦି ବିଳମ୍ବ ହବ ତାହେଲେ ଆମେ ବନ୍ଦ କରିଦବା ଯୋଉଠି ଲେଟ୍ ହବ। ସମସ୍ତଙ୍କୁ ୱେଲକମ୍ କରୁଛି ଆଉ ଥରେ ଏଇ କ୍ୱିଜ୍ ପ୍ରୋଗ୍ରାମକୁ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ତାଙ୍କ ବାକ୍ୟ ଜ୍ଞାନରେ, ତାଙ୍କ ବାକ୍ୟ ବିଷୟରେ ବୃଦ୍ଧି ପାଇବା ପାଇଁ। ପ୍ରଥମ ପ୍ରଶ୍ନ, ଏହୁଦ କେଉଁ ଗୋତ୍ରର ଲୋକ ଥିଲେ? ବିନ୍ୟାମିନ୍। ଥ୍ୟାଙ୍କ ୟୁ, ବହୁତ ସୁନ୍ଦର। ଆଉ ସେ କଣ କରିଥିଲେ? ସେ ଦ୍ୱିତୀୟ ବିଚାରକର୍ତ୍ତା ଥିଲେ ଆଉ ବାମନକୁ। ଏହୁଦ କଣ କରିଥିଲେ? ଏହୁଦଙ୍କର ବଡ କାର୍ଯ୍ୟ କଣ ଥିଲା? ବାଇବେଲରେ ତାଙ୍କର ଅବଦାନ କଣ ଅଛି? କଣ ପାଇଁ ସେ ଫେମସ୍ ଅଛନ୍ତି? ମୋୟାବ ଅତ୍ୟାଚାରୀ ରାଜା ଇଗ୍ନଙ୍କୁ ଗୁପ୍ତରେ ହତ୍ୟା କରି ଇସ୍ରାଏଲ ଲୋକଙ୍କୁ ଦାସତ୍ୱରୁ ମୁକ୍ତି କରିଥିଲେ। ବାସ୍ ବାସ୍, ବହୁତ ସୁନ୍ଦର। ଏହୁଦ ଜଣେ ବିନ୍ୟାମିନ୍ ଗୋତ୍ରର ଲୋକ ଥିଲେ ଆଉ ସେ ଇସ୍ରାଏଲର ସେତେବେଳେ ବିଚାରକର୍ତ୍ତା ଥିଲେ। ତାଙ୍କ ସମୟରେ ସେ ଜଣେ ଲେଫ୍ଟି ଥିଲେ, ଲେଫ୍ଟ ହ୍ୟାଣ୍ଡ ଥିଲେ। ଆଉ ସେ ଲେଫ୍ଟ ହ୍ୟାଣ୍ଡରେ ହିଁ ଇଗ୍ଲୋନକୁ ବଧ କରିଥିଲେ। ଆଉ ସେ ତାଙ୍କର ଯୋଉ ଟ୍ରିକି ୱେରେ ତାଙ୍କୁ ବଧ କରିଥିଲେ ସେଟା ଆପଣ ମାନେ ବିଚାରକର୍ତ୍ତା 3 ପର୍ବ 15-30 ପଢିଲେ ବୁଝିପାରିବେ ଯେ ସେ କେତେ ଚାଲାକରେ ତାଙ୍କୁ ଯାଇକି ମାରିଥିଲେ। କାରଣ ଇଗ୍ଲୋନ ଜଣେ ସେତେବେଳେକାର ସିଏ ବି ବହୁତ ପରାକ୍ରମଶାଳୀ ଥିଲେ ଆଉ ବହୁତ ମୋଟା ଲୋକ ଥିଲେ, ତାଙ୍କୁ ମାରିବା ବି କଷ୍ଟ ଥିଲା। ଆଉ ସେ କେମିତି ଲେଫ୍ଟ ହ୍ୟାଣ୍ଡରେ ତାଙ୍କ ଜଙ୍ଘରେ ସେ ଲୁଚେଇକି ନେଇକି ଯାଇଥିଲେ, ଖଡ୍ଗକୁ ଜଙ୍ଘରେ ବାନ୍ଧିକି ନେଇକି ଯାଇଥିଲେ। ଯାହା ହଉ, ଆଉ ସେ ତାଙ୍କ ଦ୍ଵାରା ସେ ଇଗ୍ଲୋନକୁ ପ୍ରଭୁ ତାଙ୍କୁ ବଧ କରିବା ପାଇଁ ଦେଇଥିଲେ। ଆଉ ସାମଗର କେଉଁ ଅସ୍ତ୍ରରେ ପଲେଷ୍ଟିୟ ମାନଙ୍କୁ ବଧ କରିଥିଲେ? କେତେ ପଲେଷ୍ଟିୟଙ୍କୁ ବଧ କରିଥିଲେ? ସାମଗର କିଏ? ଏକ୍ସାକ୍ଟଲି, ସେ ମଧ୍ୟ ଇସ୍ରାଏଲର ଜଣେ ବିଚାରକ ଥିଲେ, ବିଚାରକର୍ତ୍ତା ଥିଲେ। ଆଉ ତାଙ୍କର କେବଳ ଗୋଟିଏ ପଦରେ ହିଁ ତାଙ୍କ କ୍ୟାରେକ୍ଟର, ତାଙ୍କ କାର୍ଯ୍ୟ, ତାଙ୍କର ସବୁ କିଛି ସେଇଠି ଶେଷ ହେଇଯାଇଛି। ବିଚାରକର୍ତ୍ତା 3 ପର୍ବର 31 ପଦରେ। ଆଉ 600 ପଲେଷ୍ଟିୟଙ୍କୁ ଗୋକଣ୍ଟକରେ, ଆମେ ଯୋଉଠି ମାନେ ଗାଈ ଚରେଇବା ବାଡି ଯାହାକୁ କୁହାଯାଏ, ମାନେ ତାଙ୍କୁ ନେଇକିନା ସେ 600 ଜଣଙ୍କୁ ବଧ କରିଥିଲେ। ପ୍ରଭୁ କେତେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରନ୍ତି। ଛୋଟ ଲୋକଙ୍କ ଦ୍ଵାରା, ଛୋଟ ହତିଆର ଦ୍ଵାରା ହେଲେ ମଧ୍ୟ ପ୍ରଭୁ ମହାନ କାର୍ଯ୍ୟ କରିପାରନ୍ତି। ଆଉ ଏଇଟା ଗୋଟେ ବହୁତ ଆଇ କ୍ୟାଚ୍, ମାନେ ଗୋଟେ କ୍ୟାରେକ୍ଟର ଯିଏ କି ଗୋଟିଏ ପଦରେ ତାଙ୍କ କାର୍ଯ୍ୟ ଶେଷ ହଉଛି। 600 ପଲେଷ୍ଟିୟଙ୍କୁ ବଧ କରିଥିଲେ ଗୋକଣ୍ଟକରେ। ଆଚ୍ଛା, ଜାଏଲ କାହାକୁ ତମ୍ବୁରେ କିଳରେ ବଧ କରିଥିଲେ? ଜାଏଲ କିଏ? ହେବରଙ୍କର ଭାର୍ଯ୍ୟା। ଆଚ୍ଛା, ଆଉ ଜାବିନ ସେନାପତି ସିସରାଙ୍କୁ ସେ ଆଶ୍ରୟସ୍ଥଳରେ ଶୋଇଥିଲେ, ତମ୍ବୁରେ ସେ ତାଙ୍କୁ ଖୁଣ୍ଟିକୁ ବାନ୍ଧି ମୁଣ୍ଡରେ ପିଟି ହତ୍ୟା କରିଥିଲେ। ଠିକ ଉତ୍ତର। ଜାଏଲ ହଉଛନ୍ତି ସେ ଜଣେ ଲେଡିସ୍। ଯେତେବେଳେ ଦୋବରା ଭବିଷ୍ୟତ ବକ୍ତାଙ୍କୁ ପ୍ରଭୁ କହିଲେ କି ତମେ ବାରକକୁ ନେଇକି ଯାଅ, ଆମେ ସିସରାକୁ ବଧ କରିବା ପାଇଁ ଆଜି ଦିନ ସ୍ଥିର କରିଛୁ। ସିସରା ସେତେବେଳେ ତାଙ୍କର 900 ଲୌହ ରଥ ଥିଲା, ବହୁତ ସିଏ ବି ପରାକ୍ରମଶାଳୀ ଥିଲେ। ଆଉ ପ୍ରଭୁ ଯେତେବେଳେ ଇସ୍ରାଏଲ ଜାତି ମାନେ ତାଙ୍କ ନିକଟରେ କ୍ରନ୍ଦନ କଲେ, ପ୍ରଭୁ ସେଇ ସିସରା ହସ୍ତରୁ ସେମାନଙ୍କୁ ରକ୍ଷା କରିବା ପାଇଁ ଗୋଟେ ସ୍ତ୍ରୀକୁ ବ୍ୟବହାର କରିଥିଲେ। ଦୋବରା ଭବିଷ୍ୟତ ବକ୍ତା ବି ସେଇ ବକ୍ତ୍ରୀ ବି ସେଇ କଥା କହିଥିଲେ ଯେ ବାରକ ତମେ ମୋ ସହିତ ଯିବ, କିନ୍ତୁ ସେଇ ସିସରାକୁ ପ୍ରଭୁ ଗୋଟେ ସ୍ତ୍ରୀ ହାତରେ ସମର୍ପଣ କରିବେ। ଆଉ ସେ ସ୍ତ୍ରୀ ହଉଛି ଜାଏଲ। ସେ ସେଇଠି ତମ୍ବୁ ବାନ୍ଧିକି ରହିଥିଲା। ଆଉ ଯେତେବେଳେ ତା ତମ୍ବୁକୁ ସିସରା ଯେତେବେଳେ ଲୁଚିବା ପାଇଁ ଆସିଲେ, ସିସରା ସେନାପତି, ସେତେବେଳେ ତାକୁ ସେ ଗୋଟେ କମଳରେ ଘୋଡେଇକି ତା କାନରେ ତମ୍ବୁର ଗୋଟେ ମେଖକୁ କାଢିକି ନେଇକି ତା କାନରେ ମୂଳରେ ବଧ କରିଥିଲେ। ଆଚ୍ଛା, ଜାଏଲ ସିସରାକୁ କଣ ପିଇବା ପାଇଁ ଦେଇଥିଲେ? ସେ କଣ ମାଗିଥିଲେ? ସେ କଣ ପିଇବା ପାଇଁ ଦେଇଥିଲେ ମରିବା ପୂର୍ବରୁ? ଜଳ ମାଗିଥିଲେ, କିନ୍ତୁ ଗରମ କ୍ଷୀର ଦେଇଥିଲେ। ଦୁଗ୍ଧ ଦେଇଥିଲେ। ହଁ, ଥ୍ୟାଙ୍କ ୟୁ, ଠିକ ଆନ୍ସର। ବର୍ତ୍ତମାନ ଆମେ ଯିବା ନେକ୍ସଟ କ୍ୱେଶ୍ଚିନ୍ କୁ। ଅବିଗଲ କାହାର କ୍ରୋଧକୁ ଶାନ୍ତ କରିଥିଲେ? ସେ କିଏ ଥିଲେ? ଦାଉଦଙ୍କର ରୂପବତୀ ସ୍ତ୍ରୀ ନାବଲଙ୍କର ଭାର୍ଯ୍ୟା ଦାଉଦଙ୍କର କ୍ରୋଧକୁ ଶାନ୍ତ କରିଥିଲେ। ବିଲକୁଲ ଠିକ। ଜାବେଶ କେଉଁ ବିଷୟରେ ପ୍ରସିଦ୍ଧ ଥିଲେ? ନେକ୍ସଟ କ୍ୱେଶ୍ଚିନ୍।
ଜାବେଶ କୋଉଥିପାଇଁ ପ୍ରସିଦ୍ଧ? ବାଇବେଲ ରେ ଜାବେଶ ର ନାଁ କହିଲେ ଆମେ କଣ ବୁଝୁ? ମାନେ ସ୍ୱତନ୍ତ୍ର ନିଜର ସ୍ୱତନ୍ତ୍ର ପ୍ରାର୍ଥନା ପାଇଁ ବାଇବଲରେ ସେ ପ୍ରସିଦ୍ଧ। ସୀମା ବୃଦ୍ଧି ପାଇଁ। ନିଜର ଭାତୃଗୁଣ ଅପେକ୍ଷା ସେ ସମ୍ଭ୍ରାନ୍ତ ଥିଲେ। ଜାବେଶ ପରମେଶ୍ୱରଙ୍କର ନିକଟରେ ଆଶୀର୍ବାଦ ଆଉ ସୀମା ବୃଦ୍ଧି ଏବଂ ସୀମା ବୃଦ୍ଧି ପାଇଁ। ତାଙ୍କର ହସ୍ତର ସହାୟତା ଏବଂ ମନ୍ଦିର ରକ୍ଷା କରିବା ପାଇଁ ପ୍ରଭୁଙ୍କ ନିକଟରେ ସେ ପ୍ରାର୍ଥନା କରିଥିଲେ ଆଉ ପ୍ରଭୁ ତାହାର ପ୍ରାର୍ଥନା ଶ୍ରବଣ କରିଥିଲେ। ଥ୍ୟାଙ୍କ ୟୁ, ପୁରା ବହୁତ ସୁନ୍ଦର ଉତ୍ତର। ସେଇପରି ଦର୍କା କିଏ ଥିଲେ? ତାଙ୍କ ନାଁର ଅର୍ଥ କଣ ଥିଲା? ସେ କଣ କରୁଥିଲେ? ତାଙ୍କର ବିଶେଷତ୍ୱ କଣ ଥିଲା? ଦରକା ହଉଛନ୍ତି ଟାବିଥା ତାଙ୍କର ନାଁ, ଆଉ ହରିଣୀ ମଧ୍ୟ ସେ ସତ୍କର୍ମ ଓ ଦାନ କ୍ରିୟାରେ ପୂର୍ଣ୍ଣ ଥିଲେ। ଦେବରେଶ ଭାଇ ସବୁଦିନ ଭଳିଆ ଆଜି ମଧ୍ୟ ସେ ବହୁତ ଆଗରେ ଅଛନ୍ତି। ଅନ୍ୟମାନେ ବହୁତ ଯେତେବେଳେ advance କହିବେ ଉତ୍ତର ଦଉଛନ୍ତି। ଟିକେ ଟିକେ ତାଙ୍କୁ ବି ମୌକା ଦବା। ଆଉ ଆମମାନଙ୍କର ଗରିବ ବିଧବା ମାନଙ୍କ ଦେବରାଜ ପାଇଁ ଭାଇ ତ ସେ ସେ ପାଷ୍ଟର କରୁଥିଲେ ଅଟନ୍ତି। ଆଉ ଦାନ କରୁଥିଲେ। ହଁ, ଅନ୍ୟ ଭଉଣୀ ମାନଙ୍କୁ ବି ଟିକେ ସୁଯୋଗ ଦବା। ହଁ, ବହୁତ ସୁନ୍ଦର। ଯୋଉମାନେ କହିବା ପାଇଁ ଆନ୍ସର ଜାଣୁଛନ୍ତି ଦୟାକରି କହିବା ପାଇଁ ଜଲ୍ଦି ସ୍ପିକର ଅନ୍ କରନ୍ତୁ। ଲୁଦିଆ କେଉଁ ବସ୍ତ୍ର ବ୍ୟବସାୟ କରୁଥିଲେ? ବାଇଗଣୀ ବସ୍ତ୍ର। ବାଇଗଣୀ ବସ୍ତ୍ର। ୟେସ୍। ସେ କିଏ ଥିଲେ? ଦରକାର ଆଉ ଗୋଟେ ଲାଷ୍ଟ ପଏଣ୍ଟ ଥିଲା ମ୍ୟାଡାମ। ହଁ, ଦରକାର ସେ ଲାଷ୍ଟ ପଏଣ୍ଟ ହେଉଛି ସେ ହଉଛନ୍ତି ପିତରଙ୍କର ପ୍ରାର୍ଥନା ବଳରେ ସେ ମୃତ୍ୟୁ ମୁଖରୁ ମଧ୍ୟ ଜୀବିତ ହେଇଥିଲେ। ହଁ, ଦରକା ରାଇଟ୍। ତାବିତା ତାବିଥା ଦରକା ହରିଣୀ। ତାବିତା, ତାକୁ ତାବିତାର ଅର୍ଥ ହଉଛି ଦରକାର। ଆଉ ସେ ହଉଛି ଜଫା ସହରର ନିକଟବର୍ତ୍ତୀ ଗୋଟେ ସହରର ମାନେ ବାସିନ୍ଦା ଥିଲେ। ଆଉ ସେ ବୁଣାକାର ମଧ୍ୟ ଥିଲେ। ସେ ବହୁତ ତାଙ୍କର- ସତ୍କର୍ମ ଆଉ ତାଙ୍କର ଦାନ କାର୍ଯ୍ୟ କରିଥିଲେ। ହଁ, ସେଇ ସମୟରେ ସେ ପୀଡ଼ିତା ହେଇ ପ୍ରାଣ ତ୍ୟାଗ କରିଥିଲେ। ପ୍ରାଣ ତ୍ୟାଗ କରିଥିଲେ। ତାକୁ ତାଙ୍କ ଲୋକମାନେ ଉପର କୋଠରୀରେ ରଖିଥିଲେ ଆଉ ନିକଟ ସହରରେ ପିତର ଅଛନ୍ତି ବୋଲିକିରି ଜାଣିକି ତା ପିତରକୁ ଡାକିକି ଆଣିକିରି ପିତର ପ୍ରାର୍ଥନା କରିବା ଦ୍ଵାରା ସେ ଜୀବିତ ଅବସ୍ଥାରେ ଥିଲେ। ବହୁତ ସୁନ୍ଦର, ମାନେ ବହୁତ ପ୍ରାର୍ଥନା ସୁନ୍ଦର। ବଳରେ ସେ ଜୀବିତ ହେଇଥିଲେ। ହଁ, ଏହା last- ଆମେ last point। ଏଇ ଯୋଉ କିଛି ହିଡେନ୍ ଜିନିଷ ଆମେ ଫୋକସ କରିନଥାଉ, ଜାଣିନଥାଉ, ମୁଁ ସେଇଥିପାଇଁ ଏଇ ଟପିକ ଗୁଡା ନେଇଥିଲି। ଯେ ଦରକାର ଅର୍ଥାତ ଦରକାର ନାମର ଅର୍ଥ ଯେ ଟାବିଥା, ଆଉ ସେ ଯେ ଭଲ କାମ କରିଥିଲେ, ଜୀବନ ଯାକ ସେ ପ୍ରଭୁଙ୍କର ସେବାରେ ଥିଲେ। ଆଉ ୟୁରୋପର ଜଣେ ପ୍ରଥମ ଖ୍ରୀଷ୍ଟୀୟ ବିଶ୍ୱାସୀ ମାନଙ୍କ ମଧ୍ୟରେ ସେ ଜଣେ ଥିଲେ। ଆଉ ଯେତେବେଳେ ତାଙ୍କର ଡେଥ୍ ହେଇଯାଇଛି, ସେ ଏକ୍ସପାୟର୍ଡ କଲା ପରେ ପୁନର୍ଜୀବିତ ହେଇଛନ୍ତି ପିତରଙ୍କ ପ୍ରାର୍ଥନାରେ। ଏସବୁ ଜିନିଷ ଯେହେତୁ ଆମେ ବେଶୀ ନଜର ଅନ୍ଦାଜ କରିଥାଉ, ତେଣୁ ବହୁତ ସୁନ୍ଦର ବିଷୟ। ଧନ୍ୟବାଦ ଭାଇ ଯିଏ ବି କହିଲେ। ବର୍ତ୍ତମାନ କୁହନ୍ତୁ, ଲୁଦିଆ କେଉଁ ବସ୍ତ୍ର ବ୍ୟବସାୟ କରୁଥିଲେ? ବାଇଗଣୀ କଲରର ବସ୍ତ୍ର ବିକ୍ରି କରୁଥିଲେ। ଆଉ ଥିଲେ କୋଉ ସହରର ସେ ଥିଲେ? ଥିଉତେରା। କୁଆତିରା। ଦାମସ୍କରେ ହନନୀୟ କାହା ପାଇଁ ପ୍ରାର୍ଥନା କରିଥିଲେ? ନେକ୍ସଟ କ୍ୱେଶ୍ଚିନ୍। ଦାମସ୍କର ହନନୀୟ କାହା ପାଇଁ ପ୍ରାର୍ଥନା କରିଥିଲେ? ଲୁଦିଆର ଆଉ ଗୋଟେ ବିଷୟ ସିଷ୍ଟର, ଲୁଦିଆ ହେଉଛନ୍ତି ୟୁରୋପର ମାନେ ଯିଏକି ଫାର୍ଷ୍ଟ ଲେଡି, ରେକର୍ଡରେ ଅଛି ପ୍ରଥମ ସେ ତୃତୀୟ ବିଶ୍ୱାସୀ ମାନଙ୍କ ମଧ୍ୟରୁ ଜଣେ। ହଁ, ଜଣେ। ଧନ୍ୟବାଦ ଭାଇ। ସାଉଲଙ୍କ ବିଷୟରେ ଦାମସ୍କର ହନନୀୟ କାହା ପାଇଁ ପ୍ରାର୍ଥନା କରିଥିଲେ? ସାଉଲ ଯେ ସାଉଲଙ୍କ ଉପରେ ହାତ ରଖି ପ୍ରାର୍ଥନା କଲା ପରେ କଣ ହେଇଥିଲା? ସାଉଲ ମନ ପାଉଲ ନାମରେ ତାଙ୍କ ଦୃଷ୍ଟିରୁ ପ୍ରାପ୍ତ ହେଇଥିଲେ। ତାଙ୍କ ଆଖିରୁ ମାଛ କାତି ପରି କଣ ଗୋଟେ ଖସି ପଡିଲା। ତାପରେ ସେ ଦୃଷ୍ଟି ପାଇଥିଲେ। ତାପରେ ସେ ପ୍ରଭୁଙ୍କ କାର୍ଯ୍ୟରେ ଯାଇଥିଲେ। ବାଟିମୟ କେଉଁ ରୋଗରେ ପୀଡ଼ିତ ଥିଲେ? ନେକ୍ସଟ କ୍ୱେଶ୍ଚିନ୍। ଅନ୍ଧ। ସେ କୋଉଠି ଭିକ୍ଷା ମାଗୁଥିଲେ? ଝିରିହର ପଥ ପାର୍ଶ୍ୱରେ। ଚିରିହ ପଥ। ବାଟିମୟ ଯୀଶୁଙ୍କୁ କଣ ବୋଲି ଡାକିଥିଲେ? ହେ ଦାଉଦ ସନ୍ତାନ। ବହୁତ ସୁନ୍ଦର। ଯକ୍ଷଙ୍କର ପେଶା କଣ ଥିଲା? ନେକ୍ସଟ କ୍ୱେଶ୍ଚିନ୍। ସେ ଜଣେ ଧନୀ ଲୋକ ଥିଲେ ଜିରିଓରେ, ଆଉ ପ୍ରଧାନ କର ଆଦାୟକାରୀ ଥିଲେ। ଯକ୍ଷ ଯୀଶୁଙ୍କୁ ଦେଖିବା ପାଇଁ କେଉଁ ଗଛ ଉପରେ ଚଢିଥିଲେ? ବହୁତ ସୁନ୍ଦର। ଅନିସିମ୍ କିଏ ଥିଲେ ଆଉ ତାଙ୍କ ଦାସ କିଏ ଥିଲେ? ଫିଲିମନଙ୍କର ଦାସ।
ଫିଲିମୋନଙ୍କ ଦାସ ହଉଛନ୍ତି ଅନିସିମ, ଆଉ ସିଏ ଗଲା ପରେ ପାଉଲଙ୍କ ମାଧ୍ୟମରେ ଜଣେ ବିଶ୍ୱାସୀ ହେଇଥିଲେ। ୟେସ୍। ବର୍ତ୍ତମାନ ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। ୟୁତୁକ କିପରି ତଳକୁ ପଡି ଯାଇଥିଲେ? ୟୁତୁକ କିଏ? ୟୁତୁକ ଜଣେ ଯୁବା ଲୋକ। ପାଉଲଙ୍କର ବାକ୍ୟ ପ୍ରଚାର ତ୍ରୋୟା ନଗରର ଝରକା ପାଖରେ ବସି ଝରକା ପଡି ଯାଇଥିଲା। ଝରକା କଡରେ ଶୋଇ ପଡି 3 ମହଲାରୁ ତଳକୁ ଖସି ପଡି ମୃତ୍ୟୁବରଣ କରିଥିଲେ। ଗୋଡ ହାତ ଭାଙ୍ଗି ଯାଇଥିଲା ନା? ମୃତ୍ୟୁଭୋଗ କରିଥିଲେ। ମୃତ୍ୟୁଭୋଗ କରିଥିଲେ। ମୃତ୍ୟୁଭୋଗ କଲା ପରେ ଜୀବିତ ପାଉଲ ତାଙ୍କୁ କବର ଦେବା ପାଇଁ କହିଲେ। ପାଉଲ ତାଙ୍କୁ କବର ଦେବା ପାଇଁ କହିଲେ କି? ନାଇଁ, ପାଉଲ ତାଙ୍କୁ କୋଳେଇ ନେଇକି କୋଳେଇ ଧରିକି ପ୍ରାର୍ଥନା ଦ୍ୱାରା ସେ ପୁନର୍ଜୀବିତ ହୋଇଥିଲେ। ବହୁତ ସୁନ୍ଦର। ବାଇବେଲରେ ଏଇଟା ଗୋଟେ ବହୁତ ୟୁନିକ୍ ଷ୍ଟୋରି, ଆଉ ଯୋଉଟା କି ସବୁ ଜେନେରେସନ ସମସ୍ତଙ୍କୁ ଏଇଟା ବୁଝେଇ ଦିଏ, ଶିଖେଇ ଦିଏ ଯେ ବାକ୍ୟ ସମୟରେ ଯେତେବେଳେ ପ୍ରଭୁଙ୍କର ବାକ୍ୟ ପ୍ରଚାରକ ମାନେ ପ୍ରଚାର କରନ୍ତି, ପ୍ରଭୁ ବାକ୍ୟ ଦିଅନ୍ତି ନିଜେ, ଆଉ ସେ ସମୟରେ ମନୋଯୋଗ ହେଇକି ଶୁଣିବା। ଆଜିକାଲିକାର ଜେନେରେସନ ପିଲାମାନେ ସାଧାରଣତଃ ସେଗୁଡା ସବୁ ବାକ୍ୟ ସମୟରେ ସେମାନେ ଉଠିକି ପଳାନ୍ତି। ଗୀତ ପ୍ରାର୍ଥନା ବେଳେ ଥିବେ, ଭଲ ଆରାଧନା ଚାଲିଥିବ, ସେଇ ଟାଇମରେ ରହିବେ। ବାକ୍ୟ ଷ୍ଟାର୍ଟ ହେଲା ମାନେ ସମସ୍ତଙ୍କର ନିଦ ଷ୍ଟାର୍ଟ ହେଇଯିବ, ସମସ୍ତେ ବାହାରକୁ ପଳେଇବେ, ଏଇ ସବୁ ହୁଏ। ଆଉ ୟୁତୁକ ମଧ୍ୟ ସେଇପରି ଜଣେ ଯୁବା ଥିଲେ ଯେ ଝରକା ଉପରେ ବସିକି ସେ ଶୁଣୁଥିଲା, ଆଉ ତାକୁ ନିଦ ଆସିଯାଇଛି, ସେ ତଳକୁ ପଡି ଯାଇଛି। ଆଉ ପ୍ରଭୁ ଏତେ ସୁନ୍ଦର ବାକ୍ୟ ପ୍ରଚାର ସମୟରେ, ଏତେ ବଡ ତାଙ୍କର ବାକ୍ୟ ପରିବେଷଣ ସମୟରେ ମଧ୍ୟ ପ୍ରଭୁ ଅଧାରୁ ମାନେ ପାଉଲ ତଳକୁ ଯାଇକି ଯୋଉ ବିଲ୍ଡିଂ ରେ ସେ ପ୍ରେୟାର କରୁଥିଲେ ସେ ତଳକୁ ଓହ୍ଲେଇ ଯାଇ କିଏ ଗୋଟେ ପଡିଗଲା, ତାକୁ ଫେର ବଞ୍ଚେଇ ପ୍ରାର୍ଥନା କରି ଉଠେଇଥିଲେ। ତେଣୁ ପ୍ରଭୁ ଏଇଭଳିଆ ବି ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛନ୍ତି, ଯୋଉଗୁଡା ଆମେ ବେଶୀ ଦେଖିନଥାଉ ବା ଜାଣିନଥାଉ। ଧନ୍ୟବାଦ। ସେଇପରି ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। ନାମାନଙ୍କ ଦାସୀ ଝିଅ କେଉଁ ଦେଶର ଥିଲା? ଇସ୍ରାଏଲ ଦେଶର ଜଣେ କ୍ଷୁଦ୍ର ବାଳିକା। ଇସ୍ରାଏଲୀୟ ବାଳିକା। ସିଏ ଯୁଦ୍ଧରେ ବନ୍ଦୀ ହୋଇ କାହାର ସେବା କରୁଥିଲା? କାହା ପାଖରେ ଥିଲା? ଆଚ୍ଛା, ସିଏ ନାମାନଙ୍କର ସ୍ତ୍ରୀ ପାଖରେ ଯୋଉ ଝିଅ ଆମର ଥିଲା, ସିଏ କାହା ପାଖକୁ ଯିବା ପାଇଁ ତାର ପ୍ରଭୁଙ୍କୁ ସେ ରିକ୍ୱେଷ୍ଟ କରିଥିଲା? ବକ୍ତାଙ୍କ ନିକଟକୁ। ଆଉ ସେ ଗୋଟେ ଛୋଟ ଝିଅ, କିନ୍ତୁ ତାର କଥାରେ ବି ଇଲିଶାଙ୍କ ପାଖକୁ ଯିବା ପାଇଁ ନାମାନ ରାଜି ହେଲେ। ନାମାନ ସେତେବେଳେ ବହୁତ ଅଲରେଡି ଚେଷ୍ଟା କରିସାରିଥିଲେ, କିନ୍ତୁ ତାଙ୍କର କୌଣସିଥିରେ ସୁସ୍ଥତା ହଉନଥିଲା। ଆଉ ସେଇ ଛୋଟ ଝିଅର ବିଶ୍ୱାସ, ଏଇଟା ଯଦି ଗୋଟେ ବଡ ଲୋକ କହିଥାନ୍ତେ, ଗୋଟେ ବଡ ଯିଏ ତାଙ୍କ ପାଖରେ ସର୍ଭେଣ୍ଟ ଥାନ୍ତା, ଗୋଟେ ଆଡଲ୍ଟ ଥାନ୍ତା, କି ଆଉ ଗୋଟେ ବୃଦ୍ଧ ଲୋକ ବି ଥାନ୍ତା, କି ଗୋଟେ ବଡ ଲୋକ ଥାନ୍ତା, ହୁଏତ ନାମାନ ଯାଇଥାନ୍ତା କି ନାଇଁ ଜଣା ନାହିଁ। କିନ୍ତୁ ସିଏ ବହୁତ ଆଶ୍ଚର୍ଯ୍ୟ ହେଇଥିବେ ଯେ ଏତେ ଛୋଟ ଝିଅ, ୟାକୁ କୋଉଠୁ ଆଡ୍ରେସ ଜଣା ପଡିଲା, ସିଏ ଲୋକ ଭଲ କରିପାରିବ ବୋଲି ଇଏ କେମିତି ଜାଣିଲା? ସେଇଟା ହେଲା ସବୁଠୁ ଇମ୍ପୋର୍ଟାଣ୍ଟ କଥା। ସେଇଥିପାଇଁ ତାକୁ ସେଇଟା ହିଁ ତା ମାଇଣ୍ଡରେ ଷ୍ଟ୍ରାଇକ୍ ହେଇଥିବ ଯେ ଏତେ ଛୋଟ ଝିଅ ଯଦି ସେ କହୁଛି, ଏତେ ଷ୍ଟ୍ରେନ୍ଥ ଦେଇକି କହୁଛି, ନାଇଁ ଆମର ସେଇ ଯଦି ତାଙ୍କ ପାଖକୁ ଯିବ, ମାନେ ସେ ଗୋଟେ 9 ରୁ 10 ବର୍ଷର ବାଳିକା, ତା ଘରେ ତାର ଫ୍ୟାମିଲିରେ ତା ମା ବାପା ପ୍ରଭୁଙ୍କ ଲୋକଙ୍କ ପାଇଁ ବିଶ୍ୱାସ କରିବା, ପ୍ରଭୁଙ୍କ ଲୋକ ଉପରେ ପ୍ରେମ ବା ପ୍ରଭୁଙ୍କ ଲୋକଙ୍କ ପାଇଁ ଯିଏ ବିଶ୍ୱାସ, ସେଟା କେମିତି ତାକୁ ଶିଖେଇଥିବେ ଖାଲି ଭାବନ୍ତୁ। ସେ ତ ଛୋଟ ଝିଅ ନିଜେ କେବେ ଶିଖିନଥିବ, ତା ଫ୍ୟାମିଲିରେ ତାକୁ ସେଇଟା ଶିଖା ହେଇଥିଲା ଯେ ନାଇଁ ପ୍ରଭୁଙ୍କ ଲୋକମାନେ ଏମିତି କରିପାରନ୍ତି। ଆଉ ସେ ଝିଅ ଦେଖିଥିଲା ଇଲିଶାଇ କଣ ନ କରିପାରନ୍ତି ବୋଲି ସେ ଜାଣିଥିଲା। ସେଇଥିପାଇଁ ତାର ଏତେ ସାହସ ହେଲା, ତାର ଏତେ ବିଶ୍ୱାସ ହେଲା, ଆଉ ସେ ଦୃଢ ଭାବରେ କହିପାରିଲା ଯଦି ଆମର ପ୍ରଭୁ ଟିକେ ଯଦି ଏଲିଶାଇଙ୍କ ପାଖକୁ ଯାଆନ୍ତେ ତାହେଲେ ସେ ଭଲ ହେଇଯାଆନ୍ତେ। ଏଇ ଯୋଉ ଛୋଟ ଝିଅର ଯୋଉ ଏତେ ତାର ସିଓରିଟି, ତାର ଯୋଉ ଏତେ ମାନେ ଗ୍ୟାରେଣ୍ଟି, ସେଇଟା ଦେଖିକି ନାମାନ ହୁଏତ ସେଇଥିପାଇଁ ସେ ରାଜି ହେଇଥିବେ କି ଚାଲ ଠିକ ଅଛି, ଏତେ ଛୋଟ ଝିଅ ଯଦି କହୁଛି କିଛି ତ ଗୋଟେ ଥିବ। ତେଣୁ ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ। ପ୍ରଭୁ କାହା ଦ୍ଵାରା ବି କେତେବେଳେ ବି କୋଉ ଜାଗାରେ ବି କାମ କରିପାରନ୍ତି। ଆଉ ଇଏ ବହୁତ ଛୋଟ ଝିଅ, ତଥାପି ପ୍ରଭୁ ଆଙ୍କ ଦ୍ଵାରା ମଧ୍ୟ ବହୁତ ବଡ କାର୍ଯ୍ୟ କରିଥିଲେ। ତାପରେ ନାମାନ ତ ତାପରେ ପରିବର୍ତ୍ତନ ହବାଟା ଆମେ ଜାଣିଛୁ। ନେକ୍ସଟ କ୍ୱେଶ୍ଚନ କୁ ଯିବା। ହୁଲ୍ଦା କିଏ ଥିଲେ? ହୁଲ୍ଦା ଜଣେ ଭବିଷ୍ୟତ ବକ୍ତ୍ରୀ ଥିଲେ। ଭବିଷ୍ୟତ ବକ୍ତ୍ରୀ ଥିଲେ। ସେ କଣ କରିଥିଲେ?
କାହାକୁ ପରାମର୍ଶ ମନ୍ଦିରର ଦେଇଥିଲେ? ବ୍ୟବସ୍ଥା ପୁସ୍ତକ ମିଳିବା ପରେ ରାଜା ଯୋଶିଆଙ୍କର ଦୂତମାନଙ୍କ ତାଙ୍କ ପାଖକୁ ପରାମର୍ଶ ପାଇଁ ଯାଇଥିଲେ। ହୁଁ ବିଲକୁଲ ଠିକ ଉତ୍ତର ଦେଇଛନ୍ତି ଭଉଣୀ। ସେହିପରି ଓବଦିଅ କାହାର ରାଜପ୍ରସାଦରେ ପରିଚାଳକ ଥିଲେ? ଆହାବ ରାଜାଙ୍କ ଗୃହ ସେ ଜଣେ କିଏ ଥିଲେ? ଅଧ୍ୟକ୍ଷ। ସେ ଜଣେ ଅଧ୍ୟକ୍ଷ ଆଉ ପରମେଶ୍ୱରଙ୍କ ଭକ୍ତ ଏବଂ ସାହସୀ ଲୋକ ଥିଲେ। ପରମେଶ୍ୱରଙ୍କ ଭୟକାରୀ। ତାଙ୍କର ବିଶେଷତ୍ୱ କଣ ଥିଲା? ସେ କଣ କରିଥିଲେ? ସେ କେତେଟା ଭବିଷ୍ୟତ ବକ୍ତାଙ୍କୁ ଲୁଚେଇ ରଖିଥିଲେ? 50 ଭବିଷ୍ୟତ ବକ୍ତା ମାନଙ୍କୁ ଲୁଚେଇକି 50 କରି 100 ଜଣଙ୍କୁ ସେ ଲୁଚେଇକି ରଖିଥିଲେ। ସେଇଟା ତାଙ୍କର ସାହସୀ କାର୍ଯ୍ୟ ଆଉ ସେଇଟା ତାଙ୍କର ପରମେଶ୍ୱରଙ୍କ ପାଇଁ ଭକ୍ତି ଥିଲା। ଧନ୍ୟବାଦ। ବାରୁକ କିଏ ଥିଲେ? ବାରୁକ ଅବନୟମଙ୍କର ପୁତ୍ର ବାରୁକ। ସେ କଣ କରନ୍ତି? ସେ ଜିରିମିୟ ଯାହା ଭବିଷ୍ୟତ ବାକ୍ୟ କହୁଥିଲେ ସେ ଲେଖୁଥିଲେ। ସେ ତାଙ୍କର ରାଇଟର ଥିଲେ। ଜିରିମିୟଙ୍କର ରାଇଟର। ବାରୁକ ଲେଖିଥିବା ଯେ ସମସ୍ତ ଭବିଷ୍ୟତ ବାକ୍ୟ ଗୁଡାକ ଜିହୋୟାକିମ ରାଜା କଣ କରିଥିଲେ? ଅଗ୍ନିରେ ଦଗ୍ଧ କରିଥିଲେ। ରାଇଟ ଆନ୍ସର। ଆମେ ଯିବା ନେକ୍ସଟ କ୍ୱେଶ୍ଚିନ୍ କୁ। ମଫିବୋଶତ କାହାର ପୁଅ ଥିଲେ? ଯୋନାଥନଙ୍କର ପୁତ୍ର। ଯୋନାଥନଙ୍କର ପୁତ୍ର ସାଉଲଙ୍କର କଣ ହେବେ? ସାଉଲଙ୍କର ନାତି ନାତି। ଦାଉଦ କଣ ପାଇଁ ମଫିବୋଶତକୁ ଖୋଜିଥିଲେ? ସାଉଲ ବଂଶରେ କିଏ ଅଛନ୍ତି କି ବୋଲି କଣ ପାଇଁ ଖୋଜିଥିଲେ? କାହା ପାଇଁ ଖୋଜିଥିଲେ? କଣ ପାଇଁ ତାଙ୍କ ସହିତ ଗୋଟେ ବଚନ କରିଥିଲେ? ଦୁଇ ଜଣ ଦୟା ଦେଖେଇବା ପାଇଁ ଗୋଟେ ସିଏ କରିଥିଲେ। ଏକ୍ସାକ୍ଟଲି। ସେ ଯୋନାଥନଙ୍କ ସହିତ ଦାଉଦଙ୍କର ଯୋଉ ସମ୍ପର୍କ ଥିଲା, ଦାଉଦ ସେଇଟାକୁ ମନେ ପକେଇଲେ। ଆଉ ଯୋନାଥନ ଯେହେତୁ ଦାଉଦଙ୍କର ବନ୍ଧୁ ଥିଲେ, ତେଣୁ ସିଏ ମନେ ପକେଇଲେ କି ଯେ ଆଉ ସାଉଲ ବଂଶରେ କିଏ ଅଛନ୍ତି କି? ସେତେବେଳେ ସେମାନେ ଯୋନାଥନଙ୍କର ପୁଅ। ସେ ହେଲ୍ଦି ଲୋକ ଥିଲେ କି ମଫିବୋଶତ? ନା କଣ ଥିଲେ? ଆଉ ଏଇଟା ହଉଛି ଆମମାନଙ୍କର ଶିକ୍ଷଣୀୟ ବିଷୟ ଯେ ଯିଏ ଯାହା ପାଇଁ କିଛି କରିଥାଏ ସେଟା ସବୁଦିନ ପାଇଁ ମନେ ରଖିବା ଉଚିତ। ଆଉ ବେଳ ଆସିଲେ ସେଟା ରିଟର୍ନ କରିବା ମଧ୍ୟ ଉଚିତ। ଆଉ ଯୋନାଥନ ସାଉଲଙ୍କର ପୁଅ ହେଲେ ମଧ୍ୟ ଦାଉଦ ରାଗି ନାହାନ୍ତି। ଆ ବାପା ତ ମୋ ପାଇଁ ଏତେ ତାଡନା କରିଥିଲେ, ମତେ କି ଦରକାର ପଡିଛି। କିନ୍ତୁ ଯୋନାଥନ ତାଙ୍କ ପାଇଁ ଯୋଉ ସ୍ନେହ ଦେଖେଇଥିଲେ, ଯୋଉ ବନ୍ଧୁତା ଦେଖେଇଥିଲେ, ସେଟାକୁ ଦାଉଦ କଣ୍ଟିନ୍ୟୁ କଲେ ଆଫ୍ଟର ତାଙ୍କ ନେକ୍ସଟ ଜେନେରେସନରେ। ଏଟା ଗୋଟେ ବହୁତ ସୁନ୍ଦର ଶିକ୍ଷଣୀୟ ବିଷୟ ଯେ ଦାଉଦ ମଫିବୋଶତ ପାଇଁ କାହିଁକି ଦୟା କରିଥିଲେ ଯଦିଓ ସାଉଲ ତାଙ୍କୁ ଏତେ କଷ୍ଟ ଦେଇଥିଲେ। ପ୍ରଭୁଙ୍କୁ ଧନ୍ୟବାଦ ହଉ। ବର୍ତ୍ତମାନ ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। ବସଲେଲ କିଏ ଥିଲେ? ଯହୁଦା ବଂଶର ଉରିର ପୁତ୍ର। ସମାଗମ ତମ୍ବୁର ଶିଳ୍ପ କର୍ମ କରିବା ପାଇଁ ପରମେଶ୍ୱରଙ୍କ ଦ୍ୱାରା ଜ୍ଞାନ, ବୁଦ୍ଧି ଏବଂ ବିଦ୍ୟା ଏବଂ କର୍ମ ନୈପୁଣ୍ୟଦାୟକ ଆତ୍ମାରେ ପରିପୂର୍ଣ୍ଣ ଥିଲେ। ବହୁତ ସୁନ୍ଦର ଆନ୍ସର। ଆଉ ସେ ଜଣେ ଆମର ଏବେକାର ଯୋଉ ଆମେ ଯଦି କହିବା ଗୋଟେ ଆର୍କିଟେକ୍ଟ ଇଞ୍ଜିନିୟର, ସେତେବେଳେ ପ୍ରଭୁଙ୍କ ଆବାସ ତମ୍ବୁ ଯିଏ ନିର୍ମାଣ କରୁଥିଲେ ତାଙ୍କର ମୁଖ୍ୟ କାରିଗର ସେ ଥିଲେ। ଆଉ ସେଥିପାଇଁ ବହୁତ ଗୋଟେ ଯୋଗ୍ୟତା ଦରକାର ହୁଏ। ଆଉ ଆତ୍ମିକ ଜୀବନରେ ମଧ୍ୟ ସେଇପରି ହବା ଦରକାର ହୁଏ। ସେଥିପାଇଁ ପ୍ରଭୁ ତାଙ୍କୁ ସେଇ ଜାଗାରେ ରଖିଥିଲେ। ଆଉ ସିଏ ପ୍ରଭୁଙ୍କର ଆବାସ ତମ୍ବୁ ନିର୍ମାଣ, ପବିତ୍ର ତମ୍ବୁ ନିର୍ମାଣର ମୁଖ୍ୟ କାରିଗରୀ ଥିଲେ। ବସଲେଲଙ୍କ ସହିତ କିଏ କାମ କରୁଥିଲେ? ତାଙ୍କୁ ଆସିଷ୍ଟ କିଏ କରୁଥିଲେ? ତାଙ୍କର ଆସିଷ୍ଟାଣ୍ଟ କିଏ ଥିଲେ? ଥ୍ୟାଙ୍କ ୟୁ। ନେକ୍ସଟ କ୍ୱେଶ୍ଚିନ୍। ଏବଦମେଲକ କିଏ ଥିଲେ? ସେ କଣ କରିଥିଲେ? ଜିରିମିୟଙ୍କର ମରିବା ପୂର୍ବରୁ ବାହାର କରିବା ପାଇଁ ସେ ବସ୍ତ୍ରାଗାର ରୁ ବସ୍ତ୍ର ସବୁ ନେଇକି ତାଙ୍କୁ ସାହାଯ୍ୟ କରିଥିଲେ, ଉପରକୁ ଉଠେଇଥିଲେ। ଥ୍ୟାଙ୍କ ୟୁ। ବହୁତ ସୁନ୍ଦର ଆନ୍ସର। ନେକ୍ସଟ କ୍ୱେଶ୍ଚିନ୍। ରିସ୍ପା କିଏ ଥିଲେ? ରିସ୍ପା ସାଉଲଙ୍କର ଉପପତ୍ନୀ। ସେ କଣ କରିଥିଲେ? ତାଙ୍କର ବିଶେଷତ୍ୱ କଣ? ନିଜ ମୃତ ପୁଅ ମାନଙ୍କୁ ବାହାରେ ପକେଇ ଦେଇଥିଲେ। ନିଜ ମୃତ ପୁଅ ମାନଙ୍କୁ ଦୀର୍ଘ ମାସ ଧରି
ଦିନରେ ଆକାଶର ପକ୍ଷୀ ଓ ରାତ୍ରିର ବନ୍ୟ ପଶୁଙ୍କ କବଳରୁ ସେମାନଙ୍କ ଶବକୁ ଜଗି ରହିଥିଲେ। ଥ୍ୟାଙ୍କ ୟୁ। ଠିକ ଆନ୍ସର। ହିତ୍ୟ ଉରିୟ କିଏ? ତାଙ୍କର କାର୍ଯ୍ୟ କଣ ଥିଲା? ତାଙ୍କର ବିଶେଷ ଦାଉଦ ରାଜାଙ୍କର ସୈନିକ। ଦାଉଦଙ୍କର ସଲୋମନଙ୍କର ମା ଦାଉଦ ରାଜାଙ୍କର ସ୍ୱାମୀ ଦାଉଦ ରାଜାଙ୍କର ସୈନିକ ବତ୍ସେବାଙ୍କ ସ୍ୱାମୀ। ବତ୍ସେମାଙ୍କର ସ୍ୱାମୀ। ୟେସ୍ ରାଇଟ୍। ଓହୋ। ସେ ଜଣେ ବିଶ୍ୱସ୍ତ ସୈନିକ ଥିଲେ। ଆମେ ସମସ୍ତେ ଜାଣିଛୁ ସେ ବିଶ୍ୱସ୍ତ ଷ୍ଟୋରି। ସୈନିକ ଆଉ ଅଧିକା ଯିବାନି। ଦାଉଦଙ୍କର। ବର୍ତ୍ତମାନ ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। ସୁନେମିଆ ସ୍ତ୍ରୀ କିଏ ଥିଲେ? ସୁନେମ ନଗରର ଏକ ଧନବତୀ ସ୍ତ୍ରୀ। ଧନବତୀ ଜ୍ଞାନବତୀ ଭବିଷ୍ୟତ ବକ୍ତା ଇସାୟା ଏଲିଶାଙ୍କୁ ଖାଦ୍ୟ ଖାଦ୍ୟ ବଳେଇବା ପାଇଁ ଯୋଗାଇଥିଲେ। ତାଙ୍କ ଘରର ଉପରରେ ଗୋଟେ କୋଠରୀ ନିର୍ମାଣ କରିଦେଇଥିଲେ। କୋଠରୀ ନିର୍ମାଣ କରି ତାଙ୍କୁ ଏଇ ଯୋଉ ପ୍ରଭୁଙ୍କ ଲୋକମାନଙ୍କ ପାଇଁ ପ୍ରେମ, ପ୍ରଭୁଙ୍କ ଲୋକମାନଙ୍କ ପାଇଁ ଭୟ, ବିଶ୍ୱାସ, ଏଇଟା ବହୁତ ବଡ ରିୱାର୍ଡ ଆମମାନଙ୍କ ପାଇଁ ଥାଏ। ଆମେ ଏଇଟାକୁ ବହୁତ ଅଣଦେଖା କରୁ। ଆଉ ହଁ ପାଷ୍ଟର ବାବୁ, ହଁ ସେ ପ୍ରଭୁଙ୍କ କାର୍ଯ୍ୟକାରୀ, କଣ ବଡ କଥା ଆଜିକାଲି। ସେମିତି ନାଇଁ, ପ୍ରଭୁଙ୍କ ପାଇଁ ଯୋଉମାନେ କରୁଛନ୍ତି ସେମାନେ ତାଙ୍କ ନିଜର ଲାଇଫ ଦେଇଥାନ୍ତି। ତାଙ୍କର ନିଜର ସୁଖ ବୋଲି ସେମାନେ କିଛି ରଖନ୍ତିନି। ନିଜ ଫ୍ୟାମିଲି କରିବା, ନିଜ ଘର ଦ୍ୱାର କରିବା, ଗାଡି ଘୋଡା କରିବା, ଆମମାନେ ମଧ୍ୟ ଏମିତି ଚାଲିବା, ସେମିତି ନାହିଁ। ସେମାନେ ପୁରା ପ୍ରଭୁଙ୍କ ପାଇଁ ନିଜ ଲାଇଫ ଟାକୁ ଦେଇ ଦିଅନ୍ତି। ଆଉ ସେଟା କିଛି ଛୋଟ କଥା ନୁହଁ। ଆଉ ପ୍ରଭୁଙ୍କ ପାଇଁ ସେମାନଙ୍କ ଡେଡିକେସନ, ପ୍ରଭୁ ତାଙ୍କୁ ଯୋଉ ଭଳିଆ ବ୍ୟବହାର କରନ୍ତି, ସେଥିରେ ଆମେ ନିହାତି ବିଶ୍ୱାସ କରିବା ଦରକାର। ଆଉ ଇଲିଶାଏ ତ କିଛି ଛୋଟ ଲୋକ ନଥିଲେ। ସେ ତ ଯାହା ଥିଲେ ଆମେ ସମସ୍ତେ ତାଙ୍କ ବିଷୟରେ ଜାଣିଛୁ। ତାଙ୍କ ପାଇଁ ତାଙ୍କର ଯୋଉ ବିଶ୍ୱାସ ଥିଲା, ପ୍ରେମ ଥିଲା, ଆଉ ସେ ସେଟା ପୁରା 100% କରିଛନ୍ତି। କରିବା ଦ୍ଵାରା ତାଙ୍କୁ କେତେ ବଡ ପ୍ରଭୁ ତାଙ୍କୁ ରକ୍ଷା କଲେ, ଏତେ ବଡ ଦୁର୍ଭିକ୍ଷରୁ ରକ୍ଷା କଲେ, ପ୍ଲସ ତାଙ୍କର ମୃତ ପୁଅକୁ ଜୀବିତ କଲେ। ସେ ଯଦି ସେତିକି ପ୍ରେମ ଦେଖେଇ ନଥାନ୍ତେ ଇଲିଶାକୁ, ତାହେଲେ ସେଇ କାମ ହେଇନଥାନ୍ତା ତାଙ୍କ ପରିବାରରେ। ସେ ବି ସେ ଯୋଉ ଚିନ୍ତା କରିଥିଲେ, ମୁଁ ଗୋଟେ ପିଠା ଖାଇକି ଲାଷ୍ଟ ଆମେ ଖାଇକି ମରିଯିବୁ ମା ପୁଅ, ସେଇଟା ହିଁ ହେଇଥାନ୍ତା। କିନ୍ତୁ ପ୍ରଭୁଙ୍କ ଲୋକଙ୍କ ପାଇଁ ଯୋଉ ପ୍ରେମ, ତାଙ୍କର ଯୋଉ ସ୍ନେହ, ସେଟା ତାଙ୍କୁ ପୁରା ବହୁତ ବଡ ରିୱାର୍ଡ ଦେଲା। ଥ୍ୟାଙ୍କ ୟୁ। ଆମେ ନେକ୍ସଟ କ୍ୱେଶ୍ଚନ କୁ ଯିବା। ତିମୋନ କୁରୁଣି ଥିଲେ। ଯେ ଯୀଶୁଙ୍କ କୁରୁଣି ଯୀଶୁଙ୍କ କୃଷ ବହନ କରିଥିଲେ। ଯୀଶୁଙ୍କର ସେଠି ହଜାର ହଜାର ଲୋକ ପ୍ରଭୁଙ୍କ ପଛରେ, ଯୀଶୁଙ୍କ ପଛରେ ଯାଉଥିଲେ। ଯୀଶୁଙ୍କ ଦୁଃଖରେ ସହଭାଗୀ ହେଇଥିଲେ, କାନ୍ଦୁଥିଲେ, ସମାଲୋଚନା କରିବା ଲୋକ ଥିଲେ, ଦୁଃଖ କରିବା ଲୋକ ଥିଲେ, କଣ ହବ କଣ ନାହିଁ ଜାଣିବା ପାଇଁ ବହୁତ ଯୋଉ ମିଡିଆ ପର୍ସନ ବହୁତ ଥିଲେ, ବହୁତ ପ୍ରକାର ଲୋକ ଥିଲେ। କାହାର ନା ପଏଣ୍ଟ ଆଉଟ ହେଇନି। ସେଠି କାହାକୁ ଗୋଟେ ଦାୟିତ୍ୱ ଦିଆହେଇନି। ଯୀଶୁଙ୍କର କ୍ରୁଶ ବୋହିବା ସମୟରେ, ଯୀଶୁଙ୍କର କଷ୍ଟର ସମୟରେ, ଆଉ ସେ ଗୋଲଗାଥା ପାହାଡକୁ ଯିବା ପର୍ଯ୍ୟନ୍ତ ଯୀଶୁଙ୍କର କଷ୍ଟକୁ, ଏଇଟା ଆମେ ବହୁତ ଛୋଟ ଘଟଣା। ଏଟାକୁ କେହି ବି ଗୁରୁତ୍ୱ ଦେଇକିନା ପଢନ୍ତି ନାହିଁ କି ବୁଝନ୍ତି ନାହିଁ। କିନ୍ତୁ ଆପଣ ଚିନ୍ତା କରି ଦେଖନ୍ତୁ ଯେ ଯୀଶୁଙ୍କ କ୍ରୁଶ ବୋହିବା ପାଇଁ କିଏ ଯୋଗ୍ୟ ହେଇପାରେ? ତାଙ୍କ କାନ୍ଧରୁ କ୍ରୁଶ ନବା ପାଇଁ କିଏ ଯୋଗ୍ୟ ହେଇପାରେ? ତାଠୁ ଭାଗ୍ୟବାନ ବ୍ୟକ୍ତି ଆଉ କିଏ ହେଇପାରେ? ଆଉ ପ୍ରଭୁ ସେଇ ଲୋକକୁ ଯୀଶୁ ଖ୍ରୀଷ୍ଟ ଈଶ୍ୱର ତାଙ୍କୁ ଚୁଜ କରିଥିଲେ। ଆଉ ସେ ତାଙ୍କର କ୍ରୁଶ ବୋହିବା ପାଇଁ ସେ ରାଜି ହେଇଥିଲେ। କେତେ ନା ପ୍ରକାର ସେଠି ଥିଲା, ତାଡନା ନିନ୍ଦା ଥିଲା। ଯଦି ସେ ଯୀଶୁଙ୍କ କ୍ରୁଶ ନେଇଥାନ୍ତେ, ତାଙ୍କୁ ତତେ କାହିଁକି ଅଧିକ କଥା, ତୁ କଣ ପାଇଁ ସେଟା ନବା ପାଇଁ ଯାଉଛୁ, କି ତୋର କଣ ଆବଶ୍ୟକ ପଡିଛି? ବଡ କି ସେ ଫାରୁସି କି କଣ ନା କିଏ କଣ ତାକୁ ତାଡନା କରିଥାନ୍ତେ, କି ମାରିଥାନ୍ତେ, କି ପିଟିଥାନ୍ତେ। କିନ୍ତୁ ସେ ସବୁ ଦେଖିଲାନି। ସେ ଯୀଶୁଙ୍କ କ୍ରୁଶ ବୋହିବା ପାଇଁ ସେ ରାଜି ହେଲା। ଆଉ ଯୀଶୁଙ୍କ କ୍ରୁଶ ନେଇକି, ସେ ଯୀଶୁଙ୍କ କ୍ରୁଶ ଜଗତର ପାପ ବୋହିକି ଯୀଶୁ ନଉଥିଲେ। ଆଉ ଜଗତର ପାପ ବୋହିବା ପାଇଁ ଜଣେ ନିଜେ ଜଗତର ଲୋକ ସେଥିରେ ସାମିଲ ହେଇଛି। ଆଉ ସେଟା ବହୁତ ଇମ୍ପୋର୍ଟାଣ୍ଟ, ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଆଉ ପ୍ରଭୁ ସେଥି ଦ୍ଵାରା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହିଁଛନ୍ତି, କୁରିନିଆ ସିମୋନଙ୍କ ଦ୍ଵାରା, ଯେ ପ୍ରଭୁଙ୍କ ଦୁଃଖର ସହଭାଗୀ କିପରି ହେବାକୁ ପଡେ, କିପରି ହେବା ଉଚିତ। କାର୍ଯ୍ୟକୁ ମଧ୍ୟ ବାଇବଲରେ ସ୍ଥାନ ଦିଆଯାଇଛି। ବହୁତ ବହୁତ ଧନ୍ୟବାଦ। କୁରିନିଆ ସିମୋନ ସମସ୍ତେ ଜାଣନ୍ତି ଯେ ସିଏ ଯୀଶୁଙ୍କର କ୍ରୁଶ ବୋହିବାରେ ସାହାଯ୍ୟ କରିଥିଲେ। ନେକ୍ସଟ କ୍ୱେଶ୍ଚିନ୍। ଦାସ। ଧନ୍ୟବାଦ। ଦାସ ଦାସ ଥିଲେ। ଯେ ପିତରଙ୍କର କାନ, ପିତରଙ୍କ କାନ ନୁହଁ, ପିତର ଯାହା କାନ କାଟି ଦେଇଥିଲେ। ହଁ, ଧନ୍ୟବାଦ। ସେପରି ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। ଆମର ଆଉ ଅଳ୍ପ ରହିଲା। ଆକ୍ୱିଲା ପ୍ରିସ୍କିଲା କିଏ ଥିଲେ? ଆକ୍ୱିଲା ଜଣେ ଜିହୁଦୀ ଲୋକ। ସେ ଇଟାଲିଆରୁ ଆସି କରିନ୍ଥରେ ବାସ କରିଥିଲେ। ସେ ତମ୍ବୁ ନିର୍ମାଣକାରୀ। ଆକ୍ୱିଲା ପ୍ରିସ୍କିଲା ଜଣେ ସେମାନେ ପାଉଲଙ୍କୁ, ପ୍ରେରିତ ପାଉଲଙ୍କୁ ସପୋର୍ଟ କରୁଥିଲେ, ସାହାଯ୍ୟ କରୁଥିଲେ। ଆପୋଲୋ କିଏ ଥିଲେ? ଲାଷ୍ଟ କ୍ୱେଶ୍ଚିନ୍, ଆପୋଲୋ କିଏ ଥିଲେ? ଆପୋଲୋ ଜଣେ
ନଗରର ଜଣେ ଜିହୁଦୀ ଥିଲେ। ଉତ୍ତମ ବକ୍ତା ଏବଂ ଶାସ୍ତ୍ରରେ ପଣ୍ଡିତ ଥିଲେ। ଧର୍ମଶାସ୍ତ୍ରରେ ନିପୁଣ ବ୍ୟକ୍ତି ଥିଲେ। ସେ କାହାଠୁ ଇନ୍ସ୍ପାୟାର ହେଇଥିଲେ? ଜାଣିଥିଲେ। ପରେ ପ୍ରିସ୍କିଲା ଏବଂ ଆକ୍ୱିଲା ତାଙ୍କୁ ନିଜ ଘରେ ରଖିକିରି ଆକ୍ୱିଲା ଆଉ ପ୍ରିସ୍କିଲାଙ୍କଠୁ ସେ ଇନ୍ସ୍ପାୟାର ହେଇଥିଲେ। ତାଙ୍କ ଦ୍ୱାରା ଇନ୍ସ୍ପାୟାର ହେଇଥିଲେ। ବହୁତ ବହୁତ ଧନ୍ୟବାଦ। ସମସ୍ତେ ବହୁତ ସୁନ୍ଦର ଉତ୍ତର ଦେଇଛନ୍ତି, ଅଧ୍ୟୟନ କରିଛନ୍ତି। ପ୍ରଭୁଙ୍କର ଧନ୍ୟବାଦ ଦେବି। ଆଉ ମତେ ଯୋଉମାନେ ସୁଯୋଗ ଦେଇଛନ୍ତି ଏଇ ପରିଚାଳନା ଟିମ୍, ଏଇ ଗ୍ରୁପର ସମସ୍ତଙ୍କୁ ମୋର ଧନ୍ୟବାଦ ଆଉ ନମସ୍କାର। ପ୍ରଭୁ ଆମମାନଙ୍କୁ ଏଥି ଦ୍ୱାରା ତାଙ୍କ ଜ୍ଞାନର ବୃଦ୍ଧି ପାଇବା ପାଇଁ ସାହାଯ୍ୟ କରନ୍ତୁ। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। Amen. Thank you, Praise ଜୋରତା the Lord. ଭଉଣୀ। Praise the Lord.